କିନ୍ତୁ ସବୁବେଳେ ପାଦ ଫୁଲିବା ମାନେ କିଡନୀ ଖରାପ ନୁହେଁ। ଆଚ୍ଛା, ଆଇଦର ଗୋଟେ ପାଦ ଫୁଲି ପାରେ ବା ଦିଟା ପାଦ ଫୁଲି ପାରେ। ବହୁତ ସମୟରେ କ'ଣ ଗୋଟେ ପାଦ ଯେତେବେଳେ ଫୁଲେ, ଆମର କୋଷ୍ଟାଲ ଓଡ଼ିଶାରେ ଫାଇଲେରିଆସିସ୍ ୱାନ୍ ଅଫ୍ ଦ ମୋଷ୍ଟ କମନ୍ କଜ୍, ଯୋଉଟା ଗୋଟେ ସାଇଡ୍ର ପାଦ ଫୁଲୁଛି ବା ସେଇ ସାଇଡ୍ରେ ଭେନ୍ର ଯଦି କିଛି ଅବନର୍ମାଲିଟି ହବ କି ସେଲୁଲାଇଟିସ୍ ହେଇଥିବ, ତାହେଲେ ସେ କଣ୍ଡିସନରେ ଗୋଟେ ସାଇଡ୍ର ପାଦ ଫୁଲିବ। କିନ୍ତୁ ଯଦି ଦୁଇ ପଟ ସାଇଡ୍ର ପାଦ ଫୁଲୁଛି ତାହେଲେ ଡେଫିନେଟଲି କିଡନୀ ପ୍ରୋବ୍ଲେମ୍ ଥିବାର ୱାନ୍ ଅଫ୍ ଦ କମନ୍ କଜ୍। ତା ସହିତ ହାର୍ଟ ଫେଲୁର ହେଲେ ବି ଆପଣଙ୍କର ଦୁଇ ପଟ ସାଇଡ୍ର ପାଦ ଫୁଲିବ। ଡାଇବେଟିକ୍ ନେଫ୍ରୋପାଥି ହେଲେ ବି ପାଦ ଫୁଲିବ। ଆଉ ଭେନ୍ର ଆବନର୍ମାଲିଟି ଯଦି ଥିବ, ଭେରିକୋଜ୍ ଭେନ୍ ଥିବ, ତାହେଲେ ବି ପାଦ ଫୁଲିବ। ଥାଇରଏଡ୍ ପ୍ରୋବ୍ଲେମ୍ ଥିଲେ ପାଦ ଫୁଲିବ। ଆଉ ନେଫ୍ରୋଟିକ୍ ସିଣ୍ଡ୍ରୋମ୍, ଯୋଉଟାକି ୱାନ୍ ଅଫ୍ ଦ ମୋଷ୍ଟ କମନ୍ କଜ୍ ଅଫ୍ କିଡନୀ ପ୍ରୋବ୍ଲେମ୍, ନେଫ୍ରୋଟିକ୍ ସିଣ୍ଡ୍ରୋମ୍, ଯୋଉଥିରେ କି ପ୍ରୋଟିନ୍ ପଳେଇଯାଏ, ସେଥିରେ ବି ପାଦ ଫୁଲିବ। ଆଉ ଲିଭର ଖରାପ ହେଲେ ବି ପାଦ ଫୁଲିବ।